ଅନାମପୁର ଗାଁରେ ରହୁଥିଲେ ଦି ଜଣ ବୁଢ଼ା ବୁଢ଼ୀ। ଜଙ୍ଗଲରେ କାଠ ହାଣିବା ଥିଲା ତାଙ୍କର ବେଉସା। ବୁଢ଼ୀ ଘରେ ରୋଷେଇବାସ କରୁଥିଲା ଆଉ ବଉଳା ଗାଈକୁ ସମ୍ଭାଳୁଥିଲା। ଦିନେ ବୁଢ଼ୀର ବଉଳା ଗାଈ କ୍ଷୀର ଦବା ବନ୍ଦ କରିଦେଲା। ଧେତ୍, ଏ ବଉଳାଟା ବି କ୍ଷୀର ଦବା ବନ୍ଦ କରିଦେଲା। ମୁଁ କେମିତି ଚଳିବି? ବୁଢ଼ୀ ଥିଲା ବହୁତ ଲୋଭୀ। ତାର ସବୁବେଳେ ଟଙ୍କା ପଇସା ସୁନା ଗହଣା ଆଦିରେ ଲୋଭ ଥିଲା। ଦିନେ ବୁଢ଼ା ବଣକୁ କାଠ ହାଣିବାକୁ ଯାଇଥିଲା। କାଠ ନେଇ ଫେରିବା ବେଳକୁ ତାକୁ କିଏ ଗୋଟେ ପଛରୁ ଡାକିଲା, ରକ୍ଷା କର, ମତେ ରକ୍ଷା କର, କିଏ କୋଉଠି ଅଛ, ମତେ ରକ୍ଷା କର। ବୁଢ଼ା ଚାରିଆଡ଼କୁ ଚାହିଁଲା, କେହି ବି ତା ନଜରରେ ପଡ଼ିଲେନି। ସେ ପୁଣି ଆଗକୁ ଚାଲିଲା। ରକ୍ଷା କର ହେ ମଉସା, ମତେ ବଞ୍ଚାଅ। ଏଥର ବୁଢ଼ା ଜାଣିପାରିଲା ଯେ ତାକୁ କିଏ ଗୋଟେ ଡାକୁଛି। ସେ ପଛକୁ ଫେରି ଚାଲିଲା। ମଉସା, ମତେ ଉଦ୍ଧାର କର, ତମ ସାଙ୍ଗରେ ତମ ପଡ଼ିଶାଙ୍କର ବି ମଙ୍ଗଳ ହେବ। ହେ ମଉସା, ମୁଁ ଏଇଠି ଅଛି। ବୁଢ଼ା ବୁଦା ପାଖରେ ଦେଖିଲା ଯେ ଗୋଟିଏ କଣ୍ଟା ଝାଡ଼ ଭିତରେ ଚଢ଼େଇଟିଏ ପଡ଼ିଛି। ସେଇ ଚଢ଼େଇକୁ ଦେଖି ବୁଢ଼ା ଆଶ୍ଚର୍ଯ୍ୟ ହେଇଗଲା। ବାପରେ, ଇଏ ତ ବଡ଼ ବିଚିତ୍ର ଚଢ଼େଇ। ଆହା, କେତେ ସୁନ୍ଦର ରଙ୍ଗ ୟାର। ପ୍ରକୃତରେ ଚଢ଼େଇଟା ଥିଲା ସୁନା ରଙ୍ଗର। ତା ଦେହର ରଙ୍ଗ ସୁନା ଭଳି ଚିକଚିକ୍ କରୁଥିଲା। ଆଉ ସେ ଲୋକଙ୍କ ମନରେ ଥିବା ଇଚ୍ଛାକୁ ପୂରଣ ବି କରୁଥିଲା। ଆଚ୍ଛା, ତୁ ୟା ଭିତରେ କେମିତି ପଡ଼ିଲୁ? ସେ କଥା ପରେ କହିବି, ଆଗ ମତେ ଏଠୁ ଉଠାଅ। ଉଠେଇବି ଯେ, ହେଲେ ମୁଁ କ'ଣ ପାଇବି? ତମେ କ'ଣ କାଲ? ମୁଁ କହୁଛି ନା, ତମେ ଯାହା ପାଇବ ତମ ପଡ଼ୋଶୀ ଦ୍ୱିଗୁଣ ଅଧିକ ପାଇବେ। ଏତେ ଅହଙ୍କାର ଭଲ ନୁହଁ। ସାମାନ୍ୟ ଚଢ଼େଇଟିଏ ହେଇ ଇଏ କାଳେ ମତେ ଦାନ ଦବ। ହେଲେ ତା ଆଗରୁ ମୁଁ ତତେ ଏବେ ଜୀବନ ଦାନ ଦଉଛି। ବୁଢ଼ା କଣ୍ଟା ଝାଡ଼ରୁ ସୁନା ଚଢ଼େଇକୁ ଆଣି ବାହାରେ ଛାଡ଼ିଦେଲା। ମଉସା, ମୋ ଜୀବନ ତ ରକ୍ଷା କଲ, ଆଉ ମୋଠୁ କିଛି ନବନି? ଥାଉ ଥାଉ, ବହୁତ ଦାନୀ ତୁ। ବୁଢ଼ା ତା ଘରକୁ ଚାଲିଲା ଆଉ ବୁଢ଼ୀକୁ ସବୁ କଥା କହିଲା। କ'ଣ କଲ ତମେ? ସେ କିଛି ଗୋଟେ ଦବ ବୋଲି କହୁଥିଲା, ତମେ ନ ଆଣି ଚାଲି ଆସିଲ। ଧେତ୍, ସିଏ କ'ଣ ମତେ ଦବ? ଇଏ ପରା ସାମାନ୍ୟ ଚଢ଼େଇଟା। ଦେଖ, ମତେ ରଗାଅନି କହୁଛି। ବଉଳା କ୍ଷୀର ବନ୍ଦ କରିଛି। ମୋ ହାତରେ କାଣି କଉଡ଼ିଟିଏ ବି ନାହିଁ। ଶୀଘ୍ର